ओके नमस्कार गुड मॉर्निंग जय आरसीएम आपण मानक बहुत बहुत धन्यवाद। आमे प्रॉपर टाइम रे पहुंच जाइए बहुत बढ़िया। आरती बापा और प्रवीण मैडम हाँ, ऑलरेडी नमस्कार। नमस्कार हाँ, जय नमस्कार, आरसीएम। जय जय श्री सर। श्री आरसीएम जय श्री ओके आरती बापा प्रवीण मैडम साहु भाई ऑलरेडी वीडियो मोड रे आछथि तो लागुच जे कथाबार्ता मुहामुही करुचे तो किछि भी किसी प्रोब्लेम थिबो तो ओके ठीक अछि। आज प्रोग्राम बहुत बढ़िया गुरुकुल बहुत शिखिबा को मिलला। तो ଆଜି ଆଜି ଦିନରେ ଯାହା ଯାହା ଦରକାର ତ ଗୁରୁକୁଳରେ ଆମର ସେଇ ସବୁ ଆବିଷ୍କାର ଯୋଉ ପ୍ରକାରର ହେଇପାରିଲା ତ ସେଟା ଗୋଟେ ସମସ୍ତଙ୍କୁ ଶିଖିବା ବି ନିହାତି ଦରକାର। ତ ସେଥିଲାଗି ଗୁରୁକୁଳକୁ ଆସିବା ନିହାତି ଜରୁରୀ କାରଣ ବିନା ଗୁରୁକୁଳରେ ଏସବୁ କାର୍ଯ୍ୟକ୍ରମ କରିବା ସମ୍ଭବ କେବେ ହବନି। ତ ଗୁରୁକୁଳ ଆସିବା ଗୁରୁକୁଳ ଶାଖା ଆମେ ଯୋଉ କରୁଛେ ତା ଉପରେ ବି ଆଜି ବହୁତ ବଢିଆ ଧ୍ୟାନ ଦିଆହେଲା। ନୋଟ୍ କରିବା ତାକୁ ଇମ୍ପ୍ଲିମେଣ୍ଟ କରିବା ନିହାତି ଦରକାର। କେବଳ ନୋଟ୍ କଲେ ହବନି, ନୋଟ୍ କରିବା ବି ଜରୁରୀ ଆଉ ଇମ୍ପ୍ଲିମେଣ୍ଟ କରିବା ବି ଜରୁରୀ। ଆଉ ସବୁଠୁ ବହୁତ ମତେ ଠିକ ଲାଗିଲା କି ନ୍ୟୁ ଭାଇଟାଲ ପିନ୍ ତିଆରି କରିବା। ଯଦି ଟିମରେ ନ୍ୟୁ ଭାଇଟାଲ ପିନ୍ ତିଆରି ହେଇପାରୁନି ତାହେଲେ ଟିମରେ ଗ୍ରୋଥ ହଉନି। ତ ଟିମରେ ଯଦି ଗ୍ରୋଥ ହଉନି ତ ଧୀରେ ଧୀରେ ଟିମର ଲୋକ ବି ଆମକୁ ଛାଡିବା ଷ୍ଟାର୍ଟ ହେଇଯିବେ। ତ ସେଥିଲାଗି ନୂଆ ଭାଇଟାଲ ପିନ୍ ତିଆରି କରିବା ନିହାତି ଜରୁରୀ। ଆଉ ତା ପାଇଁ ଆମେ ଯାହା କାର୍ଯ୍ୟକ୍ରମ ଆମେ କରିବା ତାର ଅଲରେଡି ଗୁଡ଼ାଏ ସାର୍ ଆଜି ତିଆରି କରିଦେଲେ, ଲିଷ୍ଟ ତିଆରି କରେଇଦେଲେ। ତ ତା ଦ୍ୱାରା କି ଅଲ୍ ଓଭର ଇଣ୍ଡିଆର ଲୋକମାନେ ଯୋଉ ପ୍ରକାରର କାମ କରୁଛନ୍ତି ତ ଆମେ ସେଇ ପ୍ରକାରର ଯଦି କାମ କରିବା ତାହେଲେ ବି ଆମେ ଗୋଟେ ବର୍ଷରେ ଆମେ ବହୁତ ବଡ଼ ପୋଜିସନକୁ ଆମେ ପହଞ୍ଚେଇ ପାରିବା। ତ ଯେମିତିକି ୱେଲକମ୍ ମିଟିଂ ଆମେ ବହୁତ ଭଲ ଭାବରେ କରିବା, ପାଖାପାଖି ଲୋକଙ୍କୁ ଆମେ ଇନଭାଇଟ୍ କରିବା। ଯେତେବେଳେ ନୂଆ ଭାଇଟାଲ ପିନ୍ ହଉଛି ତାକୁ ବି ଆମେ ପ୍ରମୋସନ ବହୁତ ବଡ଼ ଆକାରରେ ପ୍ରମୋସନ ଆମେ କରିବା ତ ସେ ବି କରିବା। ଆଉ ତା ଛଡ଼ା ଆଜି ଗୁଡ଼ାଏ ନୂଆ ପଏଣ୍ଟ ବି ଆସିଲା ଯୋଉଟା କି ଆମେ କରୁଛେ ଆଉ ତାକୁ ଟିକେ ଧ୍ୟାନରେ ଦେଇକି ଆମେ ତାକୁ ଭଲ ଭଲ ଭାବରେ କରିବା। ସବୁଠୁ ବଡ଼ କଥା ଆସିଲା ଯେ ଫାଷ୍ଟ ପରଚେଜ ପରିବାର ସହିତ ଆମେ ଯୋଉ ତାଙ୍କୁ ନେଇକି ଫାଷ୍ଟ ପରଚେଜ କଣ ହଉଛି ନା ଆମେ କହିଦଉଛେ ଯେ 2000 ଟଙ୍କାର କିଣି ଦିଅନ୍ତୁ ତଳେ ଗୋଟେ ଜଏନିଂ ହେଇଯିବ। ଏଇଟା ରଙ୍ଗ ପ୍ରୋସେସ। ଆମେ ତାଙ୍କୁ ନେଇକି ଯିବା, ଆମ ସେବା କେନ୍ଦ୍ରକୁ ନେଇକି ଯିବା, ସେଠି ତାଙ୍କ ପରିବାର ସହିତ ନେଇକି ଯିବା, କଣ କଣ ତାଙ୍କ ଘରେ ଆବଶ୍ୟକତା ପଡୁଛି ତାକୁ ଆମେ ତାଙ୍କୁ ସେଠି ଦେଖେଇବା। ଦେଖି ସାରିବା ପରେ ସବୁଠୁ ବଡ଼ କଥା ହଉଛି ସେବା କେନ୍ଦ୍ରରେ ସେ କିଣିଥିବା ସମୟରେ ତାଙ୍କ ପରିବାର ସହିତ ଫଟୋ ଉଠେଇକି ତାକୁ ସୋସିଆଲ ମିଡିଆରେ ଆମ ଗ୍ରୁପରେ ପ୍ରମୋସନ କରିବ। ଦେଖନ୍ତୁ ଗୋଟେ ଜିନିଷ ହଉଛି କି ଗ୍ରୁପରେ ଧରିନିଅନ୍ତୁ କାହା ଟିମରେ କିଛି ଗୋଟେ ଭଲ ହଉଛି, ଧରନ୍ତୁ ଆରତି ବାପାଙ୍କ ଟିମରେ କିଏ ଜଣେ ଭାଇଟାଲ ତିଆରି ହେଇଗଲେ ତ ଆଜି ଫାର୍ଷ୍ଟ ଟାଇମ ଆସିଛନ୍ତି ସୌମ୍ୟ ରଞ୍ଜନ ଧୀର ସାର୍, ଓକେ ବହୁତ ବଢିଆ କଥା। ଆରତି ବାପାଙ୍କ ଟିମରେ ଭାଇଟାଲ ପିନ୍ ତିଆରି ହେଇଛନ୍ତି ତ ଧୀର ସାର୍ କହିବେ ମୁଁ କାହିଁକି ପ୍ରମୋସନ କରିବି? ନା, ପ୍ରମୋସନ କରିବା ଉଚିତ। ଆମେ ଦେଖେଇବା ଉଚିତ ଯେ ଆରସିଏମ ର ଏତେ ବଡ ଯୋଉ ଅଭିଯାନ ଚାଲିଛି ଏ ଅଭିଯାନରେ ଏ, ଏତେ ଭାଇଟାଲ ପିନ୍ ତିଆରି ହେଉଛି ତାକି ନିଜ ଟିମରେ ବି ଉର୍ଜା ବାହାରିଯିବ। ଯଦି ଆଉ କାହା ଟିମରେ ଧରିନିଅନ୍ତୁ ଧୀର ସାର୍ଙ୍କ ଟିମରେ କି ସୁକାନ୍ତ ବାବୁଙ୍କ ଟିମରେ ବହୁତ 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 ଫାଷ୍ଟ ପରଚେଜ ଯାଇକି କାଉଣ୍ଟରରେ କରୁଛନ୍ତି ପୁରା ପରିବାର ସହିତ, ତାଙ୍କୁ ପ୍ରବୀଣା ମ୍ୟାଡାମ ପ୍ରମୋସନ କରିବା ଉଚିତ। ପ୍ରମୋସନ ଯେତେ ଆମେ କରିବା ସେତେ ବଡ ରେଜଲ୍ଟ ଆମେ ପାଇପାରିବା। ଚାହେ ଯାହା ବି ଟିମ୍ ହଉ ତ ସମସ୍ତେ ପ୍ରମୋସନ କରିବା ନିହାତି ଆବଶ୍ୟକ। ଆଉ ତା ଛଡା ଆଜି ଗୁରୁତ୍ୱ ବି ଦିଆହେଲା ଯେ ଆମେ ଏକ୍ଜାମ୍ପଲ ତିଆରି କରିବା ନିହାତି ଜରୁରୀ। ତ ଯୋଉ ଏକ୍ଜାମ୍ପଲ ଆମେ ତିଆରି କରିବା ତ ତାକୁ ଯେମିତି କି କୁହାହଉଛି କି ପ୍ରତି ମାସରେ 100% ଭାଇଟାଲ ପିନ୍ର ଗ୍ରୋଥ ହବା ଦରକାର। ତ 100% ଆଜି ଯିଏ 5000 କରିଛି ତାକୁ 10,000ରେ ପହଞ୍ଚେଇବା, 10,000 20,000ରେ ପହଞ୍ଚିବ, 20,000 40,000ରେ ପହଞ୍ଚିବ। 100%ର ଗ୍ରୋଥ। ସେଦିନ ଆମେ ସେ ବିଷୟରେ ବି ଆମେ ଡିସ୍କସନ କରୁଥିଲେ ଯେ ଆରମ୍ଭ କେମିତି ଆମେ କରିବା ସେ ବିଷୟରେ। ଆଉ ଡେପ୍ଥରେ ଯଦି ଆମେ ଡ୍ରାଇଭ୍ କରିବା ତାହେଲେ ଆମେ ଡେଭଲପ ବି କରିବା। ତା ସହିତ ଗୁରୁକୁଳ ଶିକ୍ଷା ଗୁରୁକୁଳ ଶାଖା ଆମେ ଯୋଉ ତିଆରି କରିଛେ ୟାକୁ ବ୍ୟାପକ କରିବା ଦରକାର।
ଯେ ଫିଜିକାଲ ବାରମ୍ବାର ଜାଗାରେ ଗୁରୁକୁଳ ଶାଖା କରିକି ଗୁରୁକୁଳରେ ଆଜି ଯାହା ଶିକ୍ଷା ଦିଆହେଲା ସେ ବିଷୟରେ ଆମେ ଡିସ୍କସନ ନିହାତି କରିବା ଦରକାର। ତାକୁ ସେ ଶିକ୍ଷାକୁ ଆମକୁ ଜଣେଇବା ଦରକାର ତାକି ଗୁରୁକୁଳ ଉପରେ ଲୋକଙ୍କର ଇଣ୍ଟରେଷ୍ଟ ବଢିବ। ଏଇଟା ଅଟୋମେଟିକ ଭାବେ ଆମେ ଡେଭଲପ ହେଇଯିବ। ତା ଛଡ଼ା ଟୁଲ୍ସ ତିଆରି କରିବା ଦରକାର। ଆମ ପାଖରେ ସବୁ ପ୍ରକାର ଟୁଲ୍ସ ରହିଥିବା ଦରକାର ତାକି ଆମେ ଲୋକଙ୍କୁ ଦେଖେଇ ବି ପାରିବା। ତା ଛଡ଼ା ସାମାଜିକ ଦାୟରା ମାନେ ଯେମିତି ଆମେ ହେଲ୍ଥ କ୍ୟାମ୍ପ କରିବା। ଆମେ ହେଲ୍ଥ କ୍ୟାମ୍ପ ଏବେ ମଝିରେ ଥରେ କରିଥିଲେ ତ ବହୁତ ସାରା ନୂଆ ଲୋକଙ୍କ ସାଙ୍ଗରେ ମିଶିଲେ, ବହୁତ ସାରା ନୂଆ ଲୋକ ଜାଣିଲେ ଆମକୁ। ସେ ପ୍ରକାରର କାର୍ଯ୍ୟକ୍ରମ କରିବା। କାଲି ଯେମିତି ମୁଁ ବରଗଡ଼ ଯାଇଥିଲି ବହୁତ ନୂଆ ଲୋକଙ୍କ ସାଙ୍ଗରେ, ମାନେ ଏମିତି କିଛି କାର୍ଯ୍ୟକ୍ରମ କରିବା ଖାଲି ନୂଆ ଲୋକ ଆମ ସାଙ୍ଗରେ ଯେତେବେଳେ ରହିବେ ସେ ବା- ହଁ, ପାୱାର ଡିସପ୍ଲେ ୱାଲ୍ କରିବା। ପାୱାର ଡିସପ୍ଲେ ୱାଲ୍ ମିନ୍ସ ଡିସପ୍ଲେ ୱାଲ୍ କୁ ଗୋଟେ ସେବା କେନ୍ଦ୍ରର ରୂପ ଆମେ ଦେଇଦେବା ବହୁତ ବଡ ଆକାରରେ, ଯେମିତି ଆମ ପ୍ରଡକ୍ଟକୁ ସଜାସଜି ହେଇକି ରହିଥିବ। ଆପଣ ଯଦି ଯିବେ ପ୍ରବୀଣା ମ୍ୟାଡମଙ୍କ ଘରକୁ ଦେଖିବେ, ମିତାଞ୍ଜଳି ମ୍ୟାଡମଙ୍କ ଘରକୁ ଦେଖିବେ, ମାନେ ସେଠି ପ୍ରଡକ୍ଟ ସବୁ ଥୁଆ ହେଇଛି। ତ ପ୍ରଡକ୍ଟ ସଫାସଫି ହେଇକି ଥୁଆ ହେଇଛି, ପରିଷ୍କାର କରିକି ଥୁଆ ହେଇଛି। ଯୋଉ ବି ଲୋକ ସେଠିକି ଯାଇକି ପହଞ୍ଚୁଛନ୍ତି ସେଠି ଦେଖୁଛନ୍ତି ଯେ ପିକଅପ୍ ସେଣ୍ଟର ହଁ ନ ଯାଇ ପାରିଲେ ସେମାନେ ଜାଣୁଛନ୍ତି ଯେ ହଁ ଆମ ଆକ୍ସେସ୍ ତ ଅଛି, ଆଜି କଣ ଗୋଟେ ସରିଗଲା ତ ସେଠି ଯାଇ ପରଚେଜ କରିଦେଇ ପାରିବା। ସିଏ ବି ଗୋଟେ ବହୁତ ବଢିଆ କଥା ଆଜି ଡିସ୍କସନ ହେଲା। ରୂପାନ୍ତରଣ ଯାତ୍ରା ତ ଆମେ ଯାଇଥିଲେ, ତାକୁ ବହୁତ ପ୍ରମୋସନ କରିବା ନିହାତି ଦରକାର। ଆଉ ସବୁଠୁ ବଡ କଥା ଡେପ୍ଥ ଡ୍ରାଇଭ୍ ଆଉ ଡେପ୍ଥ ଗ୍ରୋଥ। ଯଦି ତଳ ଲୋକ ଯଦି ଗ୍ରୋଥ ହେଲା ତା ଉପର ଲୋକ ବି ଡେଭଲପ କରିଚାଲିବ। ତଳେ ଆମେ ଯଦି ଚିନ୍ତା କରିବା ଯେ ପ୍ରତି ମାସର ଲାଷ୍ଟରେ ଯିଏ ଅଛନ୍ତି, ପ୍ରହ୍ଲାଦ ବି ସବୁବେଳେ ସେଇ କଥା ଗୁରୁଦେବ କହନ୍ତି ଯେ ଲାଷ୍ଟରେ ଯାହା ପାଖରେ 5,000 ହଉଛି ତ ତାପର ମାସରେ ସେଇ 5,000 ଜାଗାରେ 20,000 କେମିତି ତିଆରି ହବ ତା ଉପରେ ଯଦି ଧ୍ୟାନ ଦବା, ତା ଉପରକୁ ଉପରୁ ଯୋଉମାନେ ଥିବେ ସେମାନେ ବି 5,000 ପରଚେଜ କରିକି ବା 5,000 ଟଙ୍କା ବିଲ୍ ଏଗ୍ରେ କରିକି ସେ ବି ଭାଇଟାଲ ହେଇପାରିବେ। ଏଥିରେ ବହୁତ ଭାଇଟାଲ ତିଆରି ହେବ ଆଉ ତାକୁ ପ୍ରମୋସନ କରିବା ନିହାତି ଦରକାର। ଭାଇଟାଲ କେବଳ ଆମେ ପୋଷ୍ଟର ମାଧ୍ୟମରେ ପ୍ରମୋସନ କରିବାନି, ଫିଜିକାଲି ବି ପ୍ରମୋସନ କରିବା। ମୁଁ ବି ରେଡି ଅଛି ଆପଣଙ୍କ ସାଙ୍ଗରେ ପ୍ରମୋସନ କରିବା ପାଇଁ। ଆଉ ତା ଛଡ଼ା ଆମର ଆକ୍ଟିଭିଟିଜ ରିପୋର୍ଟ ତିଆରି କରିବା, ମାଇଣ୍ଡକୁ ଚେଞ୍ଜ କରିବା ନିହାତି ଜରୁରୀ। ସବୁବେଳେ ସଞ୍ଜୀବ ଜୀ ବି ସେଇ କଥା କୁହନ୍ତି। ଆଉ ଆମର ଗୁରୁଦେବ ଆର୍ କେ ଚାନ୍ଦ ସାର୍ ବି ସେଇ କଥା ବି ସବୁବେଳେ ମେସେଜ କରନ୍ତି। ମାଇଣ୍ଡକୁ ଚେଞ୍ଜ କରିବା ଦରକାର। ଫିକ୍ସ ମାଇଣ୍ଡ ସେଟ୍ରୁ ଗ୍ରୋଥ ମାଇଣ୍ଡ ସେଟ୍କୁ ଆଣିବା ନିହାତି ଦରକାର। ଫିକ୍ସ ରହିଯାଇଛି ନାଇଁ ହେଇପାରିବନି, ଗ୍ରୋଥ ମାଇଣ୍ଡ ସେଟ୍କୁ ସେଇଟା ବି ବହୁତ ବଢିଆ ଦରକାର। ଆଉ ଆମେ ଯୋଉଠି କାଉନସେଲିଂ କରିବା ତାର ବହୁତ ଭଲ ଭାବରେ କାଉନସେଲିଂ ବି ଲୋକଙ୍କୁ କରିବା, ତା ମାଇଣ୍ଡ ସେଟ୍କୁ ଚେଞ୍ଜ କରିବା। ତ ଏ ସବୁ ଜିନିଷ ନୂଆ ଆ, ଯାହା ସବୁ ଏଇ ସବୁ ପଏଣ୍ଟ ଉପରେ ଆଜି ଡିସ୍କସନ କରାହେଲା। ଆ, ଆମର ଯୋଉ ଗେସେସ ର ଫର୍ମୁଲା ବି ଅଛି, ଯାହା ଯାହା ଫର୍ମୁଲା ବି ଅଛି, ଆମେ ଗୋଟେ ପଏଣ୍ଟରେ କାମ କରୁଛେ ଆଉ ଗୋଟେ ପଏଣ୍ଟକୁ ଭୁଲି ଯାଉଛେ। ତା ଉପରେ ବି ଆଜି ଡିସ୍କସନ ବହୁତ ବଢିଆ କରାଗଲା। ତ ଇଏ ସବୁକୁ ନେଇକି ଆମେ ଆଗକୁ ଇଏ ସବୁର କାର୍ଯ୍ୟକ୍ରମ ଏଇଥିପାଇଁ ହେଉଛି ଯେ ଆମେ କେମିତି ଆଗକୁ ଡେଭଲପ କରିବେ। ଓକେ, ଥ୍ୟାଙ୍କ ୟୁ। ଆଜି ଆମେ ଷ୍ଟାର୍ଟ କରିବା। ସାହୁ ଭାଇ ଆପଣଙ୍କଠୁ ଷ୍ଟାର୍ଟ କରନ୍ତୁ। ଆଜି ବହୁତ ସାରା ସାଥୀ ଅଛନ୍ତି, ଆମେ ଟିକେ ସର୍ଟରେ ସାରିବା। ଆଜ୍ଞା ଆଜ୍ଞା, ସମସ୍ତଙ୍କୁ ନମସ୍କାର। ଆଜି ତ ଯୋଉ କହିଲେ ଗେସେସ୍ ଉପରେ କହିଲେ, ତା ସହିତ ଯୋଉ ଡିସପ୍ଲେ ପାୱାର ଡିସପ୍ଲେଟା ବେଶୀ ଗୁରୁତ୍ୱପୂର୍ଣ୍ଣ ହେଇଛି ଯେ ଆମେ ଡିସପ୍ଲେ କରୁଛେ, ଯେମିତିକି ମିତାଞ୍ଜଳି ମ୍ୟାଡାମଙ୍କର, ପ୍ରବୀଣା ମ୍ୟାଡାମଙ୍କର କହିଲେ ସାର୍, ସେଇଭଳି ଡିସପ୍ଲେ ୱାଲଟା ପାୱାରଫୁଲ ହବା ଦରକାର। ପାୱାରଫୁଲ ଡିସପ୍ଲେ ୱାଲ ହେଲେ ତାହେଲେ ଆମେ ଆମ ଟିମରେ ବହୁତ ଲୋକଙ୍କୁ ଇନଭାଇଟ୍ ଯାହା କରିବା ସିଏ ବି ହେଇପାରିବ। ସେମାନେ ଦେଖିଲା ପରେ ନୂଆ ନୂଆ ଲୋକଙ୍କୁ ଆଣି ଡାକିବା, ଏଇଟା ଯୋଉଟା ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ଆଉ ଟିସିଜିଙ୍କର ଯୋଉ ଆଜି ତ ବହୁତ ସୁନ୍ଦର ଭାବରେ କହିଲେ, ସବୁ ସବୁ ପଏଣ୍ଟ ଉପରେ, ଗେସେସ୍ ଉପରେ କହିଲେ, ପାୱାର ଡିସପ୍ଲେ ଉପରେ କହିଲେ, ମାଇଣ୍ଡ ସେଟ୍ ଉପରେ କହିଲେ, ଏଗୁଡିକ ଆମ ପାଇଁ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମେ ସମସ୍ତେ ଏଥିରେ ସାମିଲ ହବା ତ ହବା, ତା ସହିତ ନୂଆ ଲୋକଙ୍କୁ ଇନଭାଇଟ୍ କରିବା। କୋଉଠି? ପିକଅପ୍ ସେଣ୍ଟର ମାନଙ୍କୁ। ପିକଅପ୍ ସେଣ୍ଟର ଆମର ମନ୍ଦିର, ପିକଅପ୍ ସେଣ୍ଟର ଆଣିକି ଯୋଉ ଫଟୋ ଯୋଉଟା କହିଲେ ନୂଆ ଲୋକଙ୍କୁ ପରଚେଜ କରି ଫଟୋ ସେୟାର କରିବା, ସେଇଟା ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ଯେ ନୂଆ ଲୋକଙ୍କୁ ଇନଭାଇଟ୍ କରିବା ଏବଂ ତାଙ୍କର ଫଟୋ ଉଠେଇ ସେୟାର କରିବା। ଓଭର ଟୁ ଶତପତି ବାବୁ। ଓକେ, ଥ୍ୟାଙ୍କ ୟୁ। ଆମେ କହିବା କି ଆମେ କଣ କରିବା।
ସେଇଟା କହିବା ଇଏ ତ ସେଠି ଡିସ୍କସନ ହେଲା ଯାହା ମୁଁ ତ ବି ନୋଟ୍ କରିଥିଲି ଆପଣମାନେ ବି ନୋଟ୍ କରିଦିଅନ୍ତି ଆମେ କଣ କରିପାରିବା ତ ଆଚ୍ଛା ଆରତି ଅପା ଜୟ ଆସିଏମ୍। ଅପା କେତେବେଳେ ବୋହୂ ହେଇଯାଉଛନ୍ତି ତ କେତେବେଳେ ଝିଅ ହେଇଯାଉଛନ୍ତି। ମୁଁ ବୁଢୀ ଲୋକ ଆଉ ବୋଉ ହେଇକି ଟିକେ ଗୋଦେଇ ପୋଦେଇ ବଇଛି ଶୀତ କରୁଛି ଆଉ। 46 ବର୍ଷରେ କିଏ ବୁଢୀ ହୁଏ ହଁ କୁହନ୍ତୁ। ଆଉ ସବୁଠୁ ଖୁସିର କଥା ଆମ ଲିଡର ଏତେ ଟାୟାର୍ଡନେସ୍ ହେଇକି ବି କେତେ ହସ ହସ ମୁହଁରେ ଆମକୁ ମାନେ ଆଜି ପ୍ରେଜେଣ୍ଟେସନ ସବୁ କରୁଛନ୍ତି ସେଥିପାଇଁ ବି ବହୁତ ଖୁସି ତାଙ୍କୁ ଧନ୍ୟବାଦ ସର୍ବୋଦୟଙ୍କୁ। ଆଜି ଆମେ ଆଗକୁ କଣ କରିବା ସେଇ ବିଷୟରେ ମୁଁ କହୁଛି। ଆମେ ଯୋଉ ଡିସପ୍ଲେ ୱାଲ ବନଉଛୁ ସେୟାକୁ ଆମେ ଟିକେ ଉନ୍ନତ ଧରଣ କରୁଛୁ କାହିଁକି ନା ଆମେ ସେଠି ହୋମ ମିଟିଂ କରିପାରିବୁ ମାନେ ଦରକାର ପଡ଼ିଲେ ବି ୟୁଏଲପି ମିଟିଂ କରିବୁ। ଆଉ ଯେମିତି ଆମର ଆସିଥିଲେ କି ଶୋଲ ଆମର ଯୋଉ ଇଏ ଅଭିମନ୍ୟୁ ସାର୍ ସିଏ ବି ବହୁତ ଖୁସି ହେଇଗଲେ ମିତା ଘରେ ବସିକିରି ତାପରେ କପିଳା ମ୍ୟାଡାମଙ୍କ ଘରେ ବସିକିରି କହିଲେ ଏଠି ବି କି ଶୋଲ ଆମେ ଟ୍ରେନିଂ ବି ଦେଇପାରିବୁ। ସେଥିପାଇଁ ମୁଁ ସେୟା ଚାହୁଁଛି ଆମେ ସମସ୍ତେ ଭାଇଟାଲ ପିନ୍ କେମିତି ମାନେ ଆମ ଟିମରେ ମୋ ଟିମରେ କେମିତି ମୁଁ ପ୍ରତ୍ୟେକ ମାସରେ ଭାଇଟାଲ ଟିମ୍ ମାନେ ଗ୍ରୋ କରିବି ସେଥିପାଇଁ ମୁଁ ପ୍ରାଣପଣେ ଚେଷ୍ଟା କରିବି। ବାହ ବହୁତ ବଢିଆ ଆଜି ବି କଥା। ମୋର ମିଟିଂ ଅଛି ହୋମ ମିଟିଂ ବାହ ଆଉ ମୁଁ ବହୁତ ନିଜ ବଢିଆ। ମିଟିଂ କଣ୍ଡକ୍ଟ କରିବି। अरे वाह ଜୟ बहुत बढ़िया। ଆସିଏ। जय आरसीएम। ओके ना प्रवीणा मैडम आज्ञा कुहतु अनम्यूट करंतु मैडम आज्ञा अनम्यूट अनम्यूट हाँ अनम्यूट कर हाँ एथर ସାର୍ नमस्कार। ନମସ୍କାର। ସାର୍ ଆଜି ଆମର ତ ମୋ ମତରେ ମୁଁ ଭାବୁଛି ଆମର ଅଫଲାଇନ ସାଙ୍ଗରେ ଯେମିତି ଆଜି ଇଏ ଆରତି ମ୍ୟାଡାମ କରିବେ ସେମିତିକା ପ୍ରତି ସପ୍ତାହରେ ଆମର ଯେତେବେଳେ ଯେତେକ ସବୁ ଆମର ସବୁ ଭାଇଟାଲ ପିନ୍ ଅଛନ୍ତି ଆମ ତଳେ ସବୁ ଯୋଉମାନେ ଅଛନ୍ତି ସେମାନଙ୍କ ଘରେ ଘରେ ଗୋଟେ ହୋମ ମିଟିଂ ରଖିବା ପାଇଁ ଆମେ ଗୋଟେ ସ୍ଥିର କରିଛୁ। ସେମାନଙ୍କ ଘରେ ଘରେ ପ୍ରତି ସପ୍ତାହରେ ଗୋଟେ କଲେ ଆମର ନୂଆ ନୂଆ ଲୋକ ବି ଆସିପାରିବେ। ତାଙ୍କ ପାଖ ପଡୋଶୀ ଆମେ ସମସ୍ତଙ୍କୁ ଡାକିକି ଆଣିକି ବି ଏ ମିଟିଂ କରିପାରିବୁ ବୋଲି ଏଇଟା ଚିନ୍ତାଧାରା ଆମର ଆଜି ଅଛି ଆଜି ଡିସ୍କସନ ହବ ଯେ ଆଜି ମିଟିଂ ରେ ସେଇଟା କୁହାହବ ଯେ ପ୍ରତିଦିନ ତମର ଆର ମାସରେ ହବ ଆର ସପ୍ତାହରେ ହବ ତାଙ୍କର ଆର ସପ୍ତାହରେ ହବ ଭାବୁଛୁ ଏଥିରେ କଲେ ଆମର ଗାଲେ ଗ୍ରୋଥ ଟା ଟିକେ ଭଲ ହେଇପାରିବ। ଏଇ ଆଇଡିଆ ଟା ରଖା ହେଇଛି। बहुत बढ़िया ଥ୍ୟାଙ୍କ ୟୁ ସାର୍। आज्ञा ଥ୍ୟାଙ୍କ ୟୁ ସାର୍। ओके सुकांत बाबू अ, सुभाष सर କହିଲେ ନବଘନ ସାର୍ ଆସନ୍ତି। हाँ नवगन सर कुहतु सर ଆଜି କଣ ସମସ୍ତେ ମୌନବ୍ରତ କରିଛନ୍ତି ଓକେ ଧୀର ସାର୍ ଆଜ୍ଞା କୁହନ୍ତୁ। ଧୀର ସାର୍ ହଉଛନ୍ତି ଜଣେ ମୁଁ ଖାଲି କହିଦଉଛି ଆଜି ଫାଷ୍ଟ ଟାଇମ ଆଜି ଆସିଛନ୍ତି। ଫାଷ୍ଟ ଟାଇମ୍ ମୁଁ କହୁଛି ମୁଁ ଟିକେ ଖାଲି ଜଗିକି କହିଦଉଛି ବସିଛି ଆପଣଙ୍କର ଗୁରୁକୁଳ କେତେବେଳେ ଇଏ ହବ। ଜଣେ ପାୱାରଫୁଲ ଲିଡର ହଉଛନ୍ତି ଧୀର ସାର୍ ଆମର ଆଉ ତାଙ୍କୁ ଯଦି ଆପଣ ଫଟୋ ବି ଆପଣ ଦେଖିଦେବେ ତ ଆପଣ ଚାର୍ଜ ବି ହେଇଯିବେ ଓକେ ଧୀର ସାର୍ କୁହନ୍ତୁ। ଆଜ୍ଞା ଆକ୍ଚୁଆଲି ମୁଁ ଆଜି 5ଟା 15ରୁ ଜଗିକି ବଇଛି ଗୁରୁକୁଳରେ ବସିବା ପାଇଁ। ଆଉ ଗୁରୁକୁଳ ଏଇଆ ହଉଛି ପ୍ରଥମେ ଗୁରୁଙ୍କ କଥା ନ ମାନିଲେ କୌଣସି କାର୍ଯ୍ୟ କରିହେବନି। ମାନେ ସତପରି ସାର୍ ମୁଁ କଥା ଦେଇଥିଲି ଯେ ସାର୍ ଆପଣ ଯାହା କରୁଛନ୍ତି କରନ୍ତୁ ସେ ବିଜନେସ ଯାହା ହେଇଛି ହେଇଛି ମୁଁ ଡିସେମ୍ବର 1ରୁ ମୋ ବିଜନେସ ଆରମ୍ଭ କରିବି ପୁଣି ପୁନର୍ବାର ଏବଂ କଥା ଦେଲା ପରେ କାଲି ବି ସାର୍ ମତେ ମନେ ପକେଇଦେଲେ ଧୀର ସାର୍ ଆପଣ କହିବା ଅନୁସାରେ କାମ ବି ହେଲାନି। ମୁଁ କଥା ଦେଇଛି ଯେ ସାର୍ କାଲି ନିଶ୍ଚିନ୍ତ ମୁଁ ବସିବି 5ଟା 15ରୁ ମୁଁ ଉଠିକି ପୁରା ରେଡି ହେଇଛି ସାର୍ କତିକି ବି ମେସେଜ କଲି ବସିଲି ବୋଲି। ଆଜି ଯୋଉ ଜିନିଷ ମାନେ ପ୍ରଥମ ଜିନିଷ ହଉଛି ବିଜନେସ କରିବା ପୂର୍ବରୁ ଯଦି ଆମେ ଗୁରୁଙ୍କୁ ଆଗ ସମ୍ମାନ ଦବା ତାହେଲେ ବିଜନେସ ପଡିବ। ଆଉ ଯଦି ଗୁରୁଙ୍କୁ ସମ୍ମାନ ନାହିଁ ତ ବିଜନେସ ଯେତେ କଲେ ବି ପୁଣି ଗଳି ପଡିବ। ଏବଂ ମୋ କହିବା କଥା ପ୍ରଥମେ ଯାହାକୁ ଆମେ ନୂଆ ଲୋକକୁ ଆଣୁଛେ ଗୁରୁକୂଳରେ ବସାନ୍ତୁ। ଗୁରୁକୂଳରେ ଯୋଉ ଶିକ୍ଷା ମିଳୁଛି
ମାନେ କୋଉ ଜାଗାରେ ନାହିଁ। ମୁଁ ଆଜି ବହୁତ ଜିନିଷ ଶିଖିଲି ଯୋଉଟା କି ସାର୍ ବି କହୁଥିଲେ ପାୱାର ଆମର ଇଏ କରିବା ପାଇଁ। ମାନେ କଲେ କଣ ଅଛି, କିଛି ନାହିଁ, ଘରେ ଜିନିଷ ଗଦେଇ ଦେଲେ କଣ ଅଛି, ତାକୁ ଗୋଟେ ଶୋ କେସ୍ କରିକି ପୁରା ଯେମିତି ସଜେଇକି ରଖିବେ। ଯିଏ ଗୋଟେ ନଜର କରିବ, କାହାକୁ ଡାକନ୍ତୁ କି ନ ଘର ଭିତରକୁ ପଶିଲା ବେଳକୁ କଣ ଏଇ ଜିନିଷ କଣ, ମାନେ ସେ ତାର ଗୋଟେ ସୁଇଟେବୁଲ ହବ, ସିଏ ନଜର କରିବ, ସେ ଜିନିଷଟା ନବ। ଆଉ ଗୋଟେ ଜିନିଷ ଶିଖିଲେ, ଶିଖେଇବାକୁ ଗଲା ବେଳକୁ ପ୍ରଥମ ହଉଛି ଯଦି ଆମେ ତଳ ଲେବୁଲ କୁ ଆମେ ଉଠେଇବା, ବିଜନେସ ନିଶ୍ଚିନ୍ତ ବଢିବ। ଯଦି ତଳ ଲେବୁଲକୁ ଆମେ ନ ଧରିବା ତାହେଲେ ବିଜନେସ ବଢିବନି। 3 ନମ୍ବର ଜିନିଷ, ଫାଷ୍ଟ ହଉଛି ଗୁରୁକୁଳ। ଯେତେ ମିଟିଂ ଯାହା ହଉ ଯୋଉ ଆଡେ ଯାଆନ୍ତୁ କିଛି ନାହିଁ, ଗୁରୁକୁଳ ଯଦି ସକାଳୁ ବସିଲା, ଆଜି ମୁଁ ବ୍ୟାୟାମରୁ ଆରମ୍ଭ କଲି, ମୁଁ ଶୋଇକି ବି ଦେଖୁଥାଏ। ସେକେ ମୁଁ କହିବାର ଅଛି, ଆଜି ଯଦି ଆପଣ ମାନେ ଯେତିକି ଆମେ ଯୋଉ 11 ଜଣ ବସିଛେ, 12 ଜଣ ସାର୍ଙ୍କୁ ମିଶେଇକି ଏବଂ ଚାନ୍ଦ ସାର୍ଙ୍କୁ ନମସ୍କାର, ଏ 12 ଜଣ ବସିଛେ, ଯଦି ଆମେ ଦିନକୁ 10 ଜଣ ଲେଖା ଗୁରୁକୁଳରେ ବସେଇବା, ବିଜନେସ ନିଶ୍ଚିନ୍ତ ଗ୍ରୋଥ ହବ। ମାନେ ଏଥିରେ ଦ୍ୱିଧା ନାହିଁ। ଆଉ ମୁଁ ବି ମାଇଣ୍ଡ ମେକଅପ୍ କରିଛି। ସାର୍ ମୁଁ କାଲି କଥା ଦେଇଥିଲି ଯେ ଚାଷ ଆପଣଙ୍କ ଏରିଆରେ ଚାଲିଛି, ଆପଣ ବି ହରି ସଞ୍ଜୀବନୀ ବ୍ୟବହାର କରୁଥିଲେ। ଆପଣ ଟିକେ ଯାଆନ୍ତୁ, ରବିବାରେ ମୁଁ ଆପଣଙ୍କ ଏରିଆକୁ ଯିବି। ଆଉ ଗଲା କାଲି ସାରଙ୍କ କଥା ମାନିକି ମୁଁ 5ଟା ପରେ ଦୁଇ ମାନେ ମିନିମମ୍ 20-30 ଜଣ ଚାଷୀଙ୍କ ସାଙ୍ଗରେ ଭେଟିଛି ଏବଂ ରବିବାରେ କଥା ଦେଇଛନ୍ତି। ଆଜି ଆଉ ଗୋଟେ ଗାଁକୁ ଯାଉଛି, କାହିଁକି ନା 9ଟା 9ଟା ପରେ ମୁଁ କଲେଜ ଯିବି। ତେଣୁ ବର୍ତ୍ତମାନ ବାହାରିକି ଯାଉଛି, ବାଟରେ ହେଇଛି। ଠିକ ଅଛି, ଜୟ ଆରସିଏଫ। ବହୁତ ବଢିଆ, ଥ୍ୟାଙ୍କ ୟୁ। ରବିବାର ଦିନ ମୁଁ ଆପଣଙ୍କୁ ସହଯୋଗ କରିବାକୁ ବି ଯାଉଛି। ଆମର ସୁଭାଷ ସାର୍, ସାର୍ ଜୟ ଶ୍ୟାମ, ସମସ୍ତଙ୍କୁ ନମସ୍କାର। ନମସ୍କାର ସାର୍। ଆଉ ମୁଁ ତ ଲାଷ୍ଟ ପାର୍ଟ ଆଜି ଦେଖିଲି, ଖାଲି ଯୋଉ ରିଭ୍ୟୁ ଚାଲିଥିଲା, କି କାହାକୁ ପଇସା ପତ୍ର ବତେଇବାନି କହୁଛନ୍ତି। ସେଇଟା ମୋତେ ଅଖାଡା ଲାଗୁଛି। ମୁଁ ଜାଣେ, ଆଇ ଏମ୍ ନଟ୍ କ୍ଲିୟର କଣ କେମିତି କରାଯିବ ଜିନିଷ। ମାନେ ସବୁଠୁ ବେଶୀ ଆଟ୍ରାକ୍ଟ ଲୋକଙ୍କୁ ଆଜିକାଲି, ମାନେ ଲୋକଙ୍କର ଖର୍ଚ୍ଚ ଅଧିକା, କି 2 ପଇସା ଆସୁ କହୁଛନ୍ତି, ଆମେ କାହାକୁ ପଇସା ପତ୍ର ବତେଇବାନି। ଆଉ ଯୋଉ କହୁଛନ୍ତି ଯେ ହର୍ବାଲ ଲାଇଫ ଆଉ ଅନ୍ୟ କିଛି ପ୍ରାଇଭେଟ ସଂସ୍ଥା ଯୋଉ ୱାଟର ପ୍ୟୁରିଫାୟର କଣ ଯୋଉ ମାନେ ସେଲ୍ କରନ୍ତି, ସେମାନେ ଯୋଉ ହିସାବରେ ଆସନ୍ତି, ମାନେ ଗୋଟେ ଏକ୍ସପର୍ଟ ଆସିକି ତାକୁ ମାନେ ମାନେ ଯୋଉ ହେଲ୍ଥ ଯୋଉ କରନ୍ତି, ହର୍ବାଲ ଫର ଏକ୍ସାମ୍ପଲ, ଆପଣ ଡରେଇ ଦେବେ ଯେ ଏଇଟା ନ କଲେ ତମର ଏତେ ଆଗାମୀ 2-4 ବର୍ଷ 10 ଲକ୍ଷ 5 ଲକ୍ଷ ଖର୍ଚ୍ଚ ହବ, ମରିବ। ଡରିକି ସମସ୍ତେ ମାନେ ଉଧାର ଆଣିକି ତାଙ୍କ ଜିନିଷ ଖାଆନ୍ତି। ତ ଆମର ସେମିତି ଡରା ହେଉନି। ତ ତ ମାନେ ସୁସ୍ଥ ହେଇକି ମାନେ ଲୋକ ତ ସୁସ୍ଥ ଭାବୁଛନ୍ତି, କି ଅସୁସ୍ଥ ଫିଲ୍ କରୁଛି କି? ତ ମତେ ଲାଗୁନି ମୋଟେ ମାନେ କୋଉଠି ମାନେ ପଇସା ନଗେଇ କେମିତି ହବ ହେଲା। ସେ ଡୁପ୍ଲିକେଟ ଫାଷ୍ଟ, କଲା ହଁ, ବେଲେ କୁହନ୍ତୁ ସାର୍। ସେ ଯୋଉ ଟେକ୍ନିକ କହୁଛନ୍ତି, ସେଟା ମତେ ଡୁପ୍ଲିକେଟ କଲା ବେଲେ ମତେ ଫିଲ୍ ହଉନି। ଓକେ ଓକେ, ନାଇଁ ଠିକ କଥା। ଦେଖନ୍ତୁ, ସବୁଠୁ ଫାଷ୍ଟ କଥା ହଉଛି ଯେ ଆମର ସ୍ୱାସ୍ଥ୍ୟ ଯଦି ଠିକ ରହିଲା, ତାହେଲେ ଆମେ ସବୁ ଠିକ ରହିଯାଇପାରିବା। ଇଏ ହଉଛି ଫାଷ୍ଟ କଥା। ଆ, ମୁଁ କାଲି ଏମିତି ଗୋଟେ ଗ୍ରୁପରେ ବସିଥିଲି, ସୁଭାଷ ସାର୍, ଏଠି ବରଗଡ଼ରେ। ତାଙ୍କୁ ଆଉ କିଛି ଲାଗୁନି, ଖାଲି ପଇସା, ଜୀବନରେ ପଇସା ପଇସା ପଇସା। ମୁଁ ତାଙ୍କୁ ଗୋଟେ କଥା ପଚାରିଲି, ମୁଁ କହିଲି ଦେଖନ୍ତୁ ସାର୍, ପଇସା ତ ଆମେ ବହୁତ ରୋଜଗାର କରିବା, ଆପଣଙ୍କ ବରଗଡ଼ରେ ବି ବହୁତ ଲୋକ ବହୁତ ପଇସା ବି ରୋଜଗାର କରିଥିବେ, କିନ୍ତୁ ଆଜି ସେଇ ପଇସାକୁ ନେଇକି ସୁଖରେ କେତେ ଜଣ ଅଛନ୍ତି? ସେ କହିଲେ ସୁଖରେ ମିନ୍ସ, ମୁଁ କହିଲି ସୁଖରେ ମିନ୍ସ ପଇସା ବହୁତ ଅଛି, କିନ୍ତୁ ସେମାନେ ରାତିରେ ଟିକେ ଶାନ୍ତିରେ ଶୋଇ ପାରୁନଥିବେ, ସେଇଟା ଗୋଟେ କଥା। ଆଉ ଦ୍ୱିତୀୟ କଥା ହଉଛି ଯେ ପଇସା ତ ଅଛି ତ ଠିକ ଅଛି, କିନ୍ତୁ ଯୋଉମାନଙ୍କ ପାଖରେ ପଇସା ଅଛି ସେମାନଙ୍କର ବି କିଏ ବେଡରେ ପଡିଥିବ, ସେ ଦୁନିଆକୁ ଆନନ୍ଦ କରିପାରୁନଥିବ। ପ୍ରଥମ ଆମର ଆରମ୍ଭ ହଉଛି, ଶୁରୁଆତ ହଉଛି କୋଉଠି ନା ଆମେ ସୁସ୍ଥ ରହିବା। ସୁସ୍ଥ ରହିବା ପାଇଁ ଆମର ଆହାରର ପରିବର୍ତ୍ତନ କରିବା ନିହାତି ଦରକାର। ମୁଁ ମୋ ବ୍ୟାଗରେ ଭୁଜିଆଟେ ପଡ଼ିଥିଲା, ବିସ୍କିଟଟେ ପଡ଼ିଥିଲା, ମୁଁ ତାଙ୍କୁ ଟେଷ୍ଟ କଲି। ଆଚ୍ଛା, ଟେଷ୍ଟ ଯେତେବେଳେ କଲି, ଭୁଜିଆ ଯେତେବେଳେ ତାକୁ ଟେଷ୍ଟ କରିଲି, ସେ କଣ କଲେ, ତାକୁ ହାତକୁ ଏମିତି ଏମିତି ଛାଡ଼ିଦେଲେ। ମୁଁ କହିଲି ଦେଖିଲେ ଆପଣଙ୍କ ହାତରେ ତେଲ ଲାଗିଛି କି? ତ ସେଠୁ ସେମାନେ ଧୀରେ ଧୀରେ କନଭର୍ଟ ହେଲେ। ହଁ, ପଇସା କଥା ହଉଛି କଣ ନା, ମେନ୍ କଥା ହଉଛି ଯେ ତାଙ୍କୁ ଭିଜନ ଦେଖେଇବା ଦରକାର। ଯେ ଯଦି ଇଏ ପ୍ରୋସେସରେ ଆମେ କାମ କରିବା, ତାହେଲେ ଆମେ ଗୋଟେ ବର୍ଷରେ ଆମେ
ମିନିମମ୍ 50,000 ଇନକମ୍ କରିପାରିବା କି 1 ଲାଖ ଇନକମ୍ କରିପାରିବା ଯଦି ପ୍ରୋସେସରେ ଯିବା। ଆଉ ଯଦି ପ୍ରୋସେସରେ ନ ଯିବା ତାହେଲେ ମିଛ ପ୍ରତିଶ୍ରୁତି ଦେଇକି ଲୋକଙ୍କୁ ମା, କହିବା ଯେ ଜଏନିଂ କର ଏତିକି ପଇସା ମିଳିଯିବ, ଏଇଟା ତ କେବେ ସମ୍ଭବ ନୁହେଁ। କାମ କଲେ ହିଁ ରେଜଲ୍ଟ ମିଳିବ। ତ ତା ଉପରେ ଆମେ କାମ କରିବା। ତ ତା ଉପରେ ଆଗକୁ ବହୁତ ବଡ଼ ଆକାରରେ ଆମେ ପ୍ରାକ୍ଟିକାଲି ଫିଜିକାଲି ବସିଲେ ଆମେ କାମ କରିବା। କିନ୍ତୁ ମେନ୍ କଥା ହେଉଛି ଯେ ନ୍ୟୁ ଭାଇଟାଲ ପିନ୍ ତିଆରି କରିବା ନିହାତି ଆବଶ୍ୟକ। ଆଉ ପରିବାର ସହିତ ପରଚେଜ କରିବାକୁ ଯିବା ନିହାତି ଜରୁରୀ। ଯଦି ସେ ଦିଟା କାମ କରିଦେଲେ ଆଉ ତାର ଫଟୋ ଉଠେଇକି ଆମେ ସବୁଆଡେ ସ୍ପ୍ରେଡ କରିଦେଲେ, ତାହେଲେ ଏଠି କଣ ହବ ଯେ ଜଏନିଂର ସଂଖ୍ୟା ବି ବଢିବ ଆଉ ତା ସହିତ ନୂଆ ଭାଇଟାଲ ପିନ୍ ବି ବାହାରିବ। ଆଉ ଅଟୋମେଟିକ ତ କାମ ତ ହେଲେ ତ ପଇସା ଆସିବ, ସେଇଟା ତ ଆଉ କିଛି ବଡ କଥା ନୁହେଁ। ଅ, ଇଏ ହଉଛି କଥା। ଓକେ, ବହୁତ ସାରା ସାଥୀ ଅଛନ୍ତି ତ ଆମ କଥା ଅଧିକା ହେଇଯାଉଛି। ସୁକାନ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର ସାର୍, ଜୟ ଶ୍ରୀ ରାମ। ଜୟ ଆସି ସାର୍ ଜୟ। ବହୁତ ଗୁଡା ଜିନିଷ ଆଜି ଗୁରୁକୁଲ ମୁଁ ଆଜି ଟିକେ ଲେଟରେ ଜଏନ୍ କଲି, ଆଉ ଯୋଉ ଜଏନ୍ କରିପାରିଲିନି ଇଏରେ, କିନ୍ତୁ ୟୁଟ୍ୟୁବ ଦେଖିଲି ଗୁରୁକୁଲରେ ବହୁତ ଗୁଡା ଜିନିଷ କହିଲେ। ଏଥିରେ ଫ୍ୟାମିଲି କି ସପୋର୍ଟ କରିବା ଦରକାର, ମାନେ ମିଶିବା ଦରକାର। କାରଣ ଆମେ ଯେତେବେଳେ ରଙ୍ଗ ଜିନିଷ ଆକ୍ଚୁଆଲି ଗୋଟେ ଫ୍ୟାମିଲିରେ ମିନିମମ୍ 4 ରୁ 5 ସୁକାନ୍ତ ବାବୁ ଟିକେ ନେଟୱାର୍କକୁ ବାହାରି ଆସନ୍ତୁ। ମୁଁ କହିଲି ଟିକେ ନେଟୱାର୍କକୁ ଆମର ଆସିଯାଆନ୍ତୁ। ହଁ ଟିକେ ବାହାରକୁ ଦୌଡ଼ିକି ପଳେଇ ଆସ। ହଁ ହଁ କୁହନ୍ତୁ କୁହନ୍ତୁ। ନାଇଁ ଟିକେ ନେଟୱାର୍କକୁ, ଆପଣ ଆଉ ଟିକେ ନେଟୱାର୍କକୁ ଆସନ୍ତୁ। ମୁଁ ସାର୍ କହିଲି ମୁଁ ତ ବାହାର ସାରା ଅଲରେଡି ଠିଆ ହେଇଛି। ଓକେ ହେଲା ଓକେ, ସାର୍। ଠିକ ଅଛି, କିଛି ନାହିଁ। ଆଜି ହଁ ସାର୍, ନେଟୱାର୍କ ମୁଁ ତ ନାହିଁ। ବାହାରେ ଅଲରେଡି ଠିଆ ହେଇଛି। ହଁ ଏଥର କୁହନ୍ତୁ, ବାହାରକୁ ଶୁଭିଲା ଆସିଲେ ସାର୍? କୁହନ୍ତୁ। ଆଜ୍ଞା ଆଜ୍ଞା। ହୁଁ। ହଁ ସାର୍, ଶୁଭିଲା ସାର୍? ହଁ ଏଥର ଶୁଭିଲା। ହଁ, ଆଉ ଏଥିରେ ଆମର ଫିଲ୍ମରେ ଯେତିକି ଯେତିକି ମହିଳାକୁ ଆମେ ସାମିଲ କରିପାରିବା, ଯେତିକି ଯେତିକି ମହିଳାକୁ ଆମେ ସାମିଲ କରିପାରିବା, ଲେଡିଜ ମାନଙ୍କୁ, କାରଣ ସବୁ ଜିନିଷ ଘରକଣା ଜିନିଷ ହଉଛି ଆମର ଆର୍ଚେମରେ ଅଛି। କାରଣ ପ୍ରଥମେ ଆଗ ଲେଡିଜ ମାନେ ସେମାନେ ୟୁଜ କରନ୍ତି, ରୋଷେଇ କାମ ହଉ, ରୋଷେଇ ଜିନିଷ ସରଞ୍ଜାମ ହଉ, କି ଆମର ଯେ କରିବେ। କାରଣ ତାଙ୍କର ଅଧିକା ଅଛି। ଆମର ଗୋଟେ କଥା, ଯେତେବେଳେ ଆମେ ଫ୍ୟାମିଲି ଯାଉଛେ ଜଣଙ୍କ ସାଙ୍ଗରେ ମିଶୁଛେ, ଜେଣ୍ଟସ ସାଙ୍ଗରେ ମିଶିଲେ ଲାଭ କିଛି ନାହିଁ। ତାଙ୍କ ଫ୍ୟାମିଲି ସାଙ୍ଗରେ ମିଶିବା, ତାଙ୍କ ଲେଡିଜ ସାଙ୍ଗରେ ମିଶିବା, ତାଙ୍କର ଜିନିଷ ଡେମୋ ଦେଖେଇବା, ତାଙ୍କ ଘରେ ବସିକି ହୋମ ମିଟିଂ କରିବା। ଆଉ ଲେଡିଜ ଗୋଟେ ତାଙ୍କ ଘର ସାହି ପଡ଼ିଶା ସେ 10-12 ଜଣ ଲୋକ ଡାକି ପାରିବେ, କିନ୍ତୁ ଗୋଟେ ଜେଣ୍ଟସ ଦେଖିଲେ ସେ ହୁଏତ ଡାକି ନ ପାରନ୍ତି। ଆଉ ସେଥିରେ ଛୋଟ ପିଲା ଅଛନ୍ତି, ବଡ ଲୋକ ଅଛନ୍ତି, ସମସ୍ତେ ଡାକିବେ, ତାଙ୍କର ଆଠଟା ବେଳେ ମୁଁ ବହୁତ। ଛାତ ଉପରକୁ ଗଛ ଲଗଉଛନ୍ତି ବସିକି ତାଙ୍କର। ହଁ ହଁ କୁହନ୍ତୁ। ହଁ, ସେମିତି କରିପାରିଲେ ଆମର ନିଶ୍ଚିତ ଆମେ ଜାଣିପାରିବା। ଓକେ ଆଉ ସାର୍ ଗୋଟେ ଜିନିଷ ହେଲା ଡିସପ୍ଲେ ୱାଲ ଯୋଉ କହିଲେ, ଡିସପ୍ଲେ ୱାଲ ଆମର ସମସ୍ତଙ୍କର ପ୍ରାୟ ଆମର ଯେତେ ଆକ୍ଟିଭ ଲିଡର ଅଛନ୍ତି ତାଙ୍କର ଡିସପ୍ଲେ ୱାଲ କରିବା। ଆଉ ଡିସପ୍ଲେ ୱାଲ ରେ ଆମର ସଫିସିଏଣ୍ଟ ମାଲ ରଖିବାକୁ ପଡିବ। ଆଉ ଡିସପ୍ଲେ ୱାଲ ଟା ଥିବା ଦରକାର, ଗୋଟେ ଲୋକ ଦେଖିଦେଲା ମାନେ ନିଶ୍ଚିତ ଦେଖିବେ ଯେ ତାର ନାଇଁ ଜିନିଷ ଅଛି, ଜିନିଷ ତାକୁ ଘରେ ଆମେ ତାକୁ ଡିସପ୍ଲେ କରିପାରିବା। ଓକେ, ବହୁତ ବଢିଆ। ମିତାଞ୍ଜଳି ମ୍ୟାଡାମ କୁହନ୍ତୁ। ସାର୍ ନମସ୍କାର, ଜୟ ଆଶ୍ରମ ସାର୍। ନମସ୍କାର ମ୍ୟାଡାମ, ଜୟ ହଁ, ଆସି। ନାଇଁ ସାର୍, ଶୁଣିଲା ପରେ ମତେ ଲାଗିଲା ପ୍ରଥମେ ଆଗେ ଲିଷ୍ଟ କରିବ, ଆଉ ଯାହାକୁ ଜଏନ କରିବ ତାଙ୍କୁ ମାନେ ସେବା କେନ୍ଦ୍ରକୁ ନେଇକି ଫ୍ୟାମିଲିରୁ ଜିନିଷ କିଣିଲେ ବହୁତ ପରଚେସ ହେଇପାରିବ। ଏଇଟା ବଡ ଭଲ ମାନେ ଆଜି ବହୁତ ଭଲ ଲାଗିଲା। ମୁଁ ସେଇଆ କହିଲି, ମୁଁ ଯେତେକୁ ଏବେ ଜଏନ କରିଛି ତାଙ୍କୁ ନେଇକି ଯାଇଥିଲେ ଭଲ ହେଇଥାନ୍ତା। ମାନେ ମୋ ଇଏରୁ ନେଇଗଲେ ସିନା, ମୁଁ ତ ସାର୍ ଏତେ ରଖିପାରୁନା ଚପଲ ଫପଲ, ଏତେ ଲିପଷ୍ଟିକ ଏତେ ରଖିପାରୁନି। ଆଉ ଏଥରକ ମୁଁ ଚିନ୍ତା କରିଛି ଯାହାକୁ ଜଏନ କରିବି ତାଙ୍କୁ ଗାଡିରେ ଧରିକି ସେ ସେବା କେନ୍ଦ୍ରକୁ ଯିବି। ଆ, ନାଇଁ ନାଇଁ, ମିତା ଆଜ୍ଞା, ମିତାଞ୍ଜଳି କୁହନ୍ତି ନମସ୍କାର ଭବିଷ୍ୟତରେ ନମସ୍କାର ପିକଅପ୍ ସେଣ୍ଟର ନମସ୍କାର। କରିବେ। ଆଜ୍ଞା, ଭବିଷ୍ୟତ ଭବିଷ୍ୟତରେ ପିକଅପ୍ ସେଣ୍ଟର କରିବେ। ଆଉ ଗ୍ୟାଟ୍ ଆଣ୍ଡ ଗୋଲ୍ଡ ଦେଇକିରି ଛାତ ଉପରେ ଯୋଉ ଅମୃତଭଣ୍ଡା ପିଜୁଳି ତତେ ତ ଫଳେଇଛନ୍ତି ତା ଦେଖେଇଛି ଆଉ। ପଛରେ ପଡି। ଆଜ୍ଞା ଆଜ୍ଞା ସାର୍, ନମସ୍କାର ସାର୍। ଆଉ ଟାଇମ ଆଜ୍ଞା ନାହିଁ ଆଜ୍ଞା, ସାର୍। ନମସ୍କାର। ଆଜ୍ଞା ନାଇଁ, ସାର୍, ବହୁତ ବଢିଆ କଥା ଯେ ଆମେ ସେବା କେନ୍ଦ୍ରକୁ ନେଇକି ଯିବା, ସେମାନଙ୍କର ଫଟୋ ଉଠେଇବା, ସେମାନଙ୍କ ଫଟୋ ଉଠେଇକି ତାଙ୍କ ସାର୍ ପରିବାର ସାର୍ ଫଟୋ, ସାର୍ ତା ହଁ। ଆମେ ସବୁ ସମସ୍ତଙ୍କୁ ପଠେଇବା ସୋସିଆଲ ମିଡ଼ିଆରେ, ଷ୍ଟାଟସରେ, ଗ୍ରୁପରେ ପଠେଇଲେ ତ ଲୋକ ଇଣ୍ଟରେଷ୍ଟ ବି ହେବେ। ତା ଛଡା ତାଙ୍କ ଘରେ ୱେଲକମ୍ ମିଟିଂ କରେଇବା,
ତ ତାଙ୍କୁ ନୂଆ ଭାଇଟାଲ ପିନ୍ କଥା କହିବା, ୟାର ଫ୍ୟୁଚର କଥା କହିବା, ଯେ ଯଦି ଏଇ ଭାଗରେ ଆମେ ଠିକ ଭାବରେ କାମ କରିଦେବେ ତାହେଲେ ଆମେ ଗୋଟେ ବର୍ଷ ଭିତରେ ଆମେ ଏଇ ଜାଗାରେ ପହଞ୍ଚିବା ଯେ ଆମକୁ 1 ଲାଖର ଇନକମ୍ ବି ଆସୁଥିବ। ତ ତାଙ୍କୁ ଯଦି ଦେଖେଇଲେ ତ ଫ୍ୟୁଚର ଦେଖେଇଲେ ତ ବହୁତ ଆକ୍ଟିଭ ହେଇପାରିବ। ଓକେ। ସାର୍ ସାର୍ ନମସ୍କାର। ନମସ୍କାର। ସନ୍ମିଶ୍ରା ମ୍ୟାଡ଼ାମ କୁହନ୍ତୁ। ନମସ୍କାର ସାର୍, ଜୟ ଆଶ୍ରୀନ। ଆଜ୍ଞା ନମସ୍କାର। ଆମର ତ ଡାଉନ ଲାଇନ କୁ ପ୍ରଥମେ ଇମ୍ପୋର୍ଟାଣ୍ଟ ଦବା। ଆମେ ବି ପ୍ରୟାସ ଜାରି ରଖିଛୁ। ପ୍ରବୀଣା ମ୍ୟାଡାମଙ୍କ ସହିତ ମୋର କଥାବାର୍ତ୍ତା ଚାଲିଛି। ଆମେ କାଲି କିମ୍ବା ପରଦିନ ମୁଁ ସେ କାର୍ତ୍ତିକ ଖଟେଇ ସାଙ୍ଗରେ କଣ୍ଟାକ୍ଟ କରିକି ସେ କେତେବେଳେ ଆଭେଲେବୁଲ ରହୁଛି ତା ସହିତ କଣ୍ଟାକ୍ଟ କରିକି ଜଣେଇବି। ଆଉ ଆରତି ବାପା ଆଉ ପ୍ରବୀଣା ମ୍ୟାଡାମ ଆସିବେ, ଆମେ ଯାଇକି ସେଠି ଇଏ କରିବୁ। ରଖିଛୁ ବହୁତ ଏଠି ବଢିଆ, ଆଉ। ବହୁତ ବଢିଆ। ଆପଣ ଖାଲି ଗୁରୁକୁଳକୁ ଇନଭାଇଟ୍ କରନ୍ତୁ, ଆପଣଙ୍କ କାମ ହେଇଯିବ। ଆଜ୍ଞା, ଥ୍ୟାଙ୍କ ୟୁ ସାର୍। ଓକେ ଓକେ। ନବଘନ ସାର୍, ସାର୍ ଅନମ୍ୟୁଟ୍ କରନ୍ତୁ। ନବନ ସାର୍ ଅନମ୍ୟୁଟ୍ କରନ୍ତୁ। ଓକେ। ନମିତା ମ୍ୟାଡ଼ାମ ଅନମ୍ୟୁଟ୍ କରନ୍ତୁ। ସାର୍ ନମସ୍କାର, ଜୟ ଆଶ୍ରୀନ। ନମସ୍କାର, ଜୟ ଆର୍ସିନ୍। ହ୍ୟାଲୋ। ସାର୍ ମୁଁ ଆଉ କଣ କହିବି, ସବୁ ଜିନିଷ ହଉଛି ମୋ ଉପରେ ନିର୍ଭର କରେ। ମୁଁ ଯେତିକି ଲୋକଙ୍କୁ ଅଧିକ ଲୋକଙ୍କୁ ବଢେଇବି ସେତେ ହଉଛି ଆମର ଅଧିକ ହବ। ତେଣୁ ଆଗକୁ ଚିନ୍ତା କରୁଛି କି କେମିତି ଆହୁରି ଭଲ କରିବି ବୋଲି ଚିନ୍ତା କରୁଛି। ଡିସେମ୍ବର ମାସ ଭିତରେ କିଛି ଭଲ କରିକିରି ଦେଖେଇବି। ଆଉ କଣ, ଆମର ତ ସବୁ ଅଛି। ଆମର ତ ନିଜ ଘରେ ବି ଅଛି ଇଏ ଡିସପ୍ଲେ ୱାଲ। ତା ଦେହରେ ସବୁ ଜିନିଷ କେମିତି ଆଭେଲେବୁଲ କଲେ ଲୋକଙ୍କର ଆଟ୍ରାକ୍ଟିଭ ହବ, ସେଥିପାଇଁ ଚିନ୍ତାଧାରା କରୁଛୁ। ଓକେ ସାର୍ ଏତିକି କହୁଛି। ଥ୍ୟାଙ୍କ ଓକେ, ୟୁ। ଥ୍ୟାଙ୍କ ୟୁ। ଖାଲି ଗୁରୁକୁଳକୁ ଇନଭାଇଟ୍ କରନ୍ତୁ, ଦେଖିବେ ଆପଣଙ୍କ କାମ ବହୁତ ସହଜ ହେଇଯିବ। ତ ଏଇଟା ଗୋଟେ ବହୁତ ବଢିଆ କଥା। ନବନ ସାର୍, ଆପଣ ଅନମ୍ୟୁଟ୍ ହେଇପାରୁଛନ୍ତି କି? ଆ, ନବନ ସାର୍ ଅନମ୍ୟୁଟ୍ ହେଇପାରୁଛନ୍ତି? ହଁ, ଆଜ୍ଞା ହ୍ୟାଲୋ। ଆଜ୍ଞା। ହଁ, ଆଜି କଣ ଆମେ ଯାହା ଶିଖିଲେ ତା ଉପରେ ଆମେ ଆଜ୍ଞା। କଣ ଆକ୍ଟିଭିଟିଜ କରିବା ସେଇଟା କୁହନ୍ତୁ। ସର୍ବପ୍ରଥମେ ତ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଏଇ ନ୍ୟାୟରେ ଗୁରୁକୁଳର ସମସ୍ତ ଶବ୍ଦ ଏବଂ ସମସ୍ତ ଅକ୍ଷର ଏବଂ ସମସ୍ତ ବାକ୍ୟ ବିଶେଷକୁ ହୃଦୟ ମଧ୍ୟରେ ସ୍ଥାନ ଦେଇ ତାକୁ ଯଦି ଅକ୍ଷରେ ଅକ୍ଷରେ କଣ୍ଟାଏ କଣ୍ଟାଏ ପାଳନ କରିବା, କାର୍ଯ୍ୟକ୍ରମ କାହାରି ସାଥ ଦବା ଦରକାର ପଡିବନି, କାହାରିକି ଡାକିବାକୁ ଦରକାର ପଡିବନି। ଏଭଳି ଗୋଟିଏ ଗୁରୁ ମନ୍ତ୍ର ଅଛି ତହିଁରେ, ଯାହାକୁ କି ଆମେ ଯଦି ଅବଲୋକନ କରିବା ବା ତାର ପଥ ପ୍ରଦର୍ଶକ ହବା, ବିଜନେସ କରିବା ପାଇଁ ଆମେ କାହାକୁ ରିକ୍ୱେଷ୍ଟ କରିବା ଆବଶ୍ୟକତା ନାହିଁ। ସେମାନେ ଆସି ପହଞ୍ଚିବେ, ଆପଣ କଣ କରୁଛନ୍ତି, ଆପଣ ଯାହା କରୁଛନ୍ତି ସେଥିରୁ କିଛି ଭାଗ ଆମକୁ ଦିଅନ୍ତୁ। ଏତିକି ମୋର ରହୁଛି ସଂକ୍ଷିପ୍ତରେ ବିବରଣୀ। ଏଇ କାର୍ଯ୍ୟକୁ ଯଦି ଆମେ ତ୍ୱରାନ୍ୱିତ କରିବା, ଗୁରୁକୁଳକୁ ସର୍ବପ୍ରଥମେ ପ୍ରାୟୋରିଟି ଦେଇ ତାର ଠାରୁ ଜ୍ଞାନ ଆହରଣ କରିବା ବିଧେୟ। ଆଜ୍ଞା। ଓକେ ସାର୍, ଡେଲି ଡେଲି ଆସିଲେ ଭଲ ଲାଗିବ। ଡେଲି ଆମେ ଗୁରୁକୁଳକୁ ପ୍ରାୟୋରିଟି ଦେବା, କାରଣ ଦିନର ଆରମ୍ଭ ହେଉଛି ସକାଳୁ। ଆମେ କିଛି ଯଦି ନୂଆ ଚିନ୍ତାଧାରା ନେଇକି କାମ କରିବା, ପୁରା ଆଜ୍ଞା। ଭାରତବର୍ଷର ଲୋକମାନେ ବସୁଛନ୍ତି ସେଠି, ଶିଖୁଛନ୍ତି, ଜାଣୁଛନ୍ତି, ସମସ୍ତେ କେମିତି ଗ୍ରୋଥ କରୁଛନ୍ତି, ଆମେ ବି ଆଜି ସେମିତି ତ ଗ୍ରୋଥ। ସେ ଲିଙ୍କଟା ମହାନ୍ତି ବାବୁ ପଠେଇଥିଲେ, ମୁଁ ତାକୁ ଅନ୍ କଲି, କାହିଁ ହଉନି, କଣ ସବୁ କୋଶ୍ଚିନ୍ ପଚାରୁଛି ମୁଁ କିଛି ବୁଝିପାରୁନି। ଆଚ୍ଛା, ଆପଣ 6ଟା 15 ପରେ କରୁଥିବେ, ସେଥିଲାଗି ହଉନଥିବ। ଯେତେବେଳେ ହଉନଥିବ ତ ତା ତଳେ ଗୋଟେ ୟୁଟ୍ୟୁବର ଲିଙ୍କ ଅଛି, ସେଟା ଲାଇଭ୍ ହଉଛି, ସେଥିରେ ଆମେ ଆଜ୍ଞା। ଦେଖିପାରିବା। ଓକେ ହଁ ହଁ। ଓକେ, ଥ୍ୟାଙ୍କ ୟୁ ସାର୍। ଗୁରୁଦେବ ଚାନ୍ଦ ସାର୍ ଅଛନ୍ତି, ସାର୍ ଆସନ୍ତୁ ସାର୍। ନମସ୍କାର। ସାର୍ ନମସ୍କାର। ନମସ୍କାର ସାର୍। ନମସ୍କାର। 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 ଜୟ ଆସି ଜୟ ଆରସିଏମ୍। ସାର୍ ନମସ୍କାର, ଜୟ ଆଶ୍ରୀନ ସାର୍। ନମସ୍କାର, ଜୟ ଆରସିଏମ୍। ଆଜି ଆପଣଙ୍କର ଗୁରୁକୁଳରେ ଯାହା ସବୁ ବୁଝିଲେ ସେ ବିଷୟରେ ତ ସବୁ ଆଲୋଚନା କରାଗଲା। କଥା ହଉଛି ଆମର ଗୁରୁକୁଳରେ ଯାହା ସବୁ ଆଲୋଚନା ହଉଛି, ତାକୁ ଆମେ କଣ ବୁଝିଲେ ଆମେ ଜାଣିଲେ, କିନ୍ତୁ ତାକୁ ଆମେ ଯୋଉ ପ୍ରକାଶ କରୁଛେ, ସେ ପ୍ରକାଶଟା
କଣ ଆମେ କଣ ଶିଖିଲେ ଆଉ କଣ କରିବା, ଆମେ କଣ କରିବା, ମୁଁ ବ୍ୟକ୍ତିଗତ ଭାବରେ ମୋ ଟିମ୍ ପାଇଁ ମୁଁ କଣ କରିବି, এইଟା ଟିକେ ଆପଣ ମାନେ ଯଦି ଏଇଭଳି ଯଦି କହନ୍ତେ ତାହେଲେ ଭଲ ହୁଅନ୍ତା। ଆଉ ସେଥିରେ ଫର୍ମାଲିଟି ମେଣ୍ଟେନ କରିବା, ଇମୋସନ ହେଇକିରି କହିବା, ଏଇଟା ସମୟ ତ ଚାଲି ଯାଉଛି। ଏ କଥା ଟିସିଜି ସବୁବେଳେ ବି ତାଙ୍କର ଏଥିରେ ମନା କରିଛନ୍ତି। ଆପଣ ମୁଦ୍ଦା ଉପରେ କଥା କହନ୍ତୁ ଯେ ଏଇଆ ଆମେ ଶିଖିଲେ ମୋ ଟିମରେ ଏଇଆ କରିବି, ତାହେଲେ ଦେଖିବେ ଧୀରେ 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 ମାଇଣ୍ଡ ସେଟ ଟା ବଦଳିବ। ଆମେ ଏଇଟା ଗୋଟେ କଥା। ଦ୍ୱିତୀୟ କଥା ହଉଛି ନିରନ୍ତରତା, କନସିଷ୍ଟେନ୍ସି। ନିରନ୍ତରତା ଯଦି ରହିବ ସବୁ କାମରେ, ଏ ସିଷ୍ଟମ ରହୁଛି ନିରନ୍ତରତା। ଯାହା କରିବେ ସେଟା ସବୁବେଳେ କରୁଥିବେ ଯଦି ତାହେଲେ କିଛି ହବ। ଆଉ ଆମେ କିଛି ଦିନ ଟିକେ ମୁଡ ଉପରେ ଯଦି ଆମେ ରହିବା ତାହେଲେ ଇଏ ହବନି, ଜମା ଇଏ କାମ ହବନି। ଯାହାଟା କରିବେ ନିରନ୍ତର, କନସିଷ୍ଟେଣ୍ଟଲି ଇଜ ଦ ସିକ୍ରେଟ ଅଫ ସକ୍ସେସ। ନିରନ୍ତରତା ରହିବ। ତାପରେ ଆଉ ଗୋଟେ କଥା ହଉଛି ଇଏ କହନ୍ତି ଅନୁଭୂତିରୁ ଆମେ ଯାହା ଜାଣୁଛୁ ଯେ ଇଏ ପାର୍ଟ ଟାଇମ ବିଜନେସ ପ୍ରଫେସନାଲ ଫୁଲ ଟାଇମ ତ ଅନେକ ଲୋକ କରୁଛନ୍ତି, ଇଏ ପାର୍ଟ ଟାଇମ ଲୋକେ କରୁଛନ୍ତି। ପ୍ରାୟ 98% ଲୋକ ପାର୍ଟ ଟାଇମ କରୁଛନ୍ତି। ତାଙ୍କର ଚାକିରି କରୁଛନ୍ତି, ତାଙ୍କର ବିଜନେସ କରୁଛନ୍ତି, ତାଙ୍କର ଟ୍ରାଡିସନାଲ ବିଜନେସ କରୁଥିବା ଲୋକ, ଭଲ ଟ୍ରାଡିସନାଲ ବିଜନେସ ରେ ଇନକମ କରୁଥିବା ଲୋକ ମଧ୍ୟ ଆରସିଏମ କୁ ବହୁତ ସିରିୟସଲି କରୁଛନ୍ତି। ଭଲ ଭଲ ସର୍ଭିସ କରୁଥିବା ଲୋକ ମୋ ଟିମରେ ତ ବହୁତ ଅଛନ୍ତି, ସେମାନେ ସେଥିରେ ଭଲ ଭଲ ଇନକମ କରୁଛନ୍ତି। ତାପରେ କରୁଛନ୍ତି କାରଣ ଇଏ ସିଷ୍ଟମରେ ପଇସା ଛଡା ବହୁତ କିଛି ଏଥିରେ ଅଛି, ଯୋଉଟା ଆପଣ ମାନେ ଅନୁଭବ କରିପାରୁଥିବେ। ଖାଲି ପଇସାଟା ନୁହେଁ, ପାର୍ଟ ଟାଇମ ପ୍ରାୟ କରୁଛନ୍ତି, କିନ୍ତୁ ସମଟାଇମ୍ସ କଲେ କିଛି ଲାଭ ନାହିଁ। ସମଟାଇମ୍ସ ମାନେ କେତେବେଳେ କରିଦବା, କେତେବେଳେ ରହିଯିବା, ପୁଣି କେତେବେଳେ ଆମେ ପ୍ରତିଜ୍ଞା କରିବା ଯେ ଆମେ ଆଜିଠୁ ଆରମ୍ଭ କରିବି, ପୁଣି କିଛି ଦିନ ପରେ ଆମେ ରହିଯିବା। ଇଏ କିଛି କାମକୁ ନୁହେଁ, ଏମିତିରେ ସମୟ ଚାଲିଯିବ। ଆଉ କାରଣ ଇଏ ହଉଛି ଟିମକୁ ନେଇକିରି। କାରଣ ଆମେ ଯଦି ମୁଡ ସୁଇଂ କରିବ, ଆମର ଯଦି ମନଦଶା ଯଦି ବିଚଳିତ ରହିବ, ତାହେଲେ କଣ ହବ? ମୁଁ ଯଦି ଏକୁଟିଆ ହେଇଥାନ୍ତି ତାହେଲେ ସିନା ଭଲ। ମୁଁ ଯଦି ଏକୁଟିଆ ହେଇଥାନ୍ତି ତାହେଲେ ଭଲ। ମୁଡ ସୁଇଂ ମତେ ପୁରା ମୋର କୁ ନେଇକି ମୋର ପରିବାର ଅଛନ୍ତି, ଅର୍ଥାତ ମୋର ଟିମ୍ ଅଛି। ଏ ପବ୍ଲିକ ସବୁ ଦେଖତା ହେ ଯୋଉ କହନ୍ତିନି, ସେମାନେ ସବୁ ଦେଖୁଛନ୍ତି। ଆଉ ମୋ ଟିମରେ ଯୋଉ 50 ଜଣ, 100 ଜଣ, 150 ଜଣ, 200 ଜଣ ଅଛନ୍ତି କି 10-15 ଜଣ ଅଛନ୍ତି, ଯୋଉମାନେ ଆକ୍ଟିଭ ଅଛନ୍ତି, ସେମାନେ ମତେ ଦେଖୁଛନ୍ତି କଣ ଇଏ କେତେବେଳେ ହଁ କରୁଛି, କେତେବେଳେ ନା କରୁଛି। ତ ସେମାନଙ୍କ ଭିତରେ ଗୋଟେ ଅବିଶ୍ୱାସ ଆସିବ ଯେ ଇଏ ଲିଡରଙ୍କର କିଛି ଠିକ ଠିକଣା ନାହିଁ। ତ ସେଇଟା ହଉଛି ବଡ କଥା। ଆମର ଟିମ୍ ପାଖରେ ଆମର ଇମେଜ, ଏ କଥା ଭାବିବାକୁ ପଡିବ। ଏଥିରେ ଅଫଲାଇନ ପାଖରେ ଇମେଜ ଟା ବଡ କଥା ନୁହେଁ। ଶତପଥୀ ବାବୁ କଣ ଭାବିବେ, ତାଙ୍କୁ ପାଖରେ ମୁଁ ଟିକେ ବଡ ଆକାରରେ କହିଦେଲେ କଣ ସିଏ ଖୁସି ହେଇଯିବେ, କି ଚାନ୍ଦ ସାର୍ଙ୍କ ପାଖରେ ବଡ ଆକାରରେ କହିଦେଲେ ଖୁସି, ସେଥିରେ କିଛି ଲାଭ ନାହିଁ। ଲାଭ ହଉଛି କଣ, ନିଜ ଟିମ୍ ପାଖରେ କେମିତି ନିଜର ପ୍ରତିବଦ୍ଧତା, କମିଟମେଣ୍ଟ ରହିବ, କେମିତି ନିଜର ସମ୍ମାନ ରହିବ। ନିଜ ଟିମ୍ ପାଖରେ ଯେତେ ସମ୍ମାନ ରହିବ ସେତେ ଆପଣଙ୍କର ଏଥିରେ ସଫଳତା ମିଳିବ। ନିଜ ଟିମ୍ ପାଖରେ, ନିଜ ଟିମ୍ କୁ ଯୋଉ ଅଛନ୍ତି ସେ ଦେଖୁଛନ୍ତି, ସେମାନେ ଯେ ଇଏ ଆମର ଲିଡର, ସେ 10 ଜଣ ହୁଅନ୍ତୁ, 20 ଜଣ ହୁଅନ୍ତୁ, 50 ଜଣ ହୁଅନ୍ତୁ, ଯେତେ ଜଣ ହୁଅନ୍ତୁ, ସେମାନେ ଦେଖୁଛନ୍ତି ସବୁବେଳେ। ସେମାନଙ୍କ ଲିଡରଙ୍କୁ ଦେଖିକିରି ସେମାନେ କାମ କରୁଛନ୍ତି। ସେମାନେ କାମ କରୁଛନ୍ତି ସେମାନଙ୍କର ଭବିଷ୍ୟତ ପାଇଁ। ସେମାନେ କରୁଛନ୍ତି, ସେମାନେ ଯେ କିଏ କାହା ପାଇଁ କାମ କରୁନି ଏଗୁଡା ଏଥିରେ ଯଦି ଆମର ଭୁଲ ଧାରଣା ଯେ ଅଫଲାଇନ ମତେ କହୁଛନ୍ତି ମାନେ ଅଫଲାଇନଙ୍କର ପାଇଁ ମୁଁ କାମ କରୁଛି, ଏଇଟା ସମସ୍ତଙ୍କଠୁ ଭୁଲ ଧାରଣା। ଏ ସିଷ୍ଟମରେ ସମସ୍ତେ ନିଜ ପାଇଁ କାମ କରିବା ମେଣ୍ଟାଲିଟି। ଏଥିରେ କହନ୍ତିନି ମାଲିକ ମାନେ କଣ, ମୋ ବିଜନେସ ର ମୁଁ ମାଲିକ। ମତେ ଗୋଟେ ସୁଯୋଗ ଅଫଲାଇନ ଦେଇଛନ୍ତି, ଗାଇଡାନ୍ସ ଦଉଛନ୍ତି, କିନ୍ତୁ ମୁଁ ଅଫଲାଇନ ପାଇଁ କାମ କରୁନି, କି ମୁଁ ଟିସିଜିଙ୍କ ପାଇଁ କାମ କରୁନି, ମୁଁ ସଞ୍ଜୀବଜୀଙ୍କ ପାଇଁ ମୁଁ କାମ କରୁନି। ମୁଁ ମୋ ପାଇଁ କାମ କରୁଛି। ମୁଁ ମୋ ପାଇଁ କାମ କରୁଛି, ଅର୍ଥାତ ମୋ ପାଇଁ କାମ କଣ, ଅର୍ଥାତ ମୋ ପାଇଁ କାମ ହଉଛି ମୋ ଟିମରେ ଯୋଉମାନେ ମତେ ଦେଖିକିରି ଆସିଛନ୍ତି, ମତେ ବିଶ୍ୱାସରେ ଆସିଛନ୍ତି, ମୁଁ ତାଙ୍କୁ କହିଛି ତମେ ଆରସିଏମ ରେ ଆସିଲେ ତମର ଏମିତି ହବ, ସେମିତି ହବ, ଅମୁକ ହବ, ତମୁକ ହବ, ଏମିତି କହିକିରି ଆଣିଛି ତାଙ୍କୁ। ସେମାନଙ୍କର ବିଶ୍ୱାସ ଭାଜନ ହେଇ ମୁଁ ରହିବି। ତେଣୁ ମୁଁ ସବୁବେଳେ ମୋର କନସିଷ୍ଟେନ୍ସି ରହିବା ଦରକାର, ମୋର ସମ୍ମାନ ଯେମିତି ତାଙ୍କ ପାଖରେ ରହିବା ଦରକାର। ଇଏ ଭାବନା ନେଇକିରି ଯଦି ଆମେ କରିବା ଭଲ କଥା। ଆଉ ଗୋଟେ କଥା ହଉଛି, ଗୁରୁକୁଳରେ ଭଲ ଲାଗିବ ଆପଣ ମାନଙ୍କୁ, ସମସ୍ତଙ୍କୁ ଭଲ ଲାଗିବ ଯିଏ କାମ କରୁଥିବ। କାରଣ ଦେଖନ୍ତୁ, ଯେତେ ଆଲୋଚନା ଆଜି ଗୁରୁକୁଳରେ ହେଲା,
ସବୁ କାମ ଉପରେ ହେଲା, ସେମାନେ କଣ କରୁଛନ୍ତି କଣ ହଉଛି କଣ କରିବାକୁ ଯାଉଛନ୍ତି। ଆଉ ଯିଏ କାମ କରୁଥିବ ସିଏ କଣ ଭଲ ମନ୍ଦ ସମସ୍ୟା ସବୁ ଫିଲ୍ କରୁଥିବ, ତାକୁ ଗୁରୁକୁଳରେ ଏତେ ଭଲ ଲାଗିବ, କାରଣ ତାର ସମସ୍ୟାର ସମାଧାନ ସବୁ ପାଇଯିବ ସେ ସେଠି। ମୁଁ ଗତ 3-4 ବର୍ଷ ଭିତରେ ଗୁରୁକୁଳରେ ଆଟେଣ୍ଡ କରିକିରି ମୁଁ କିଛି କହିନି, ମୁଁ କିଛି ମୋ ମନରେ କ୍ୱେଶ୍ଚେନ ପଚାରିନି, କିଛି କରିନି, କିନ୍ତୁ ମୋ ମନରେ କେତେ କ୍ୱେଶ୍ଚେନର ସମାଧାନ ଯେ ହେଇଯାଇଛି ସେ ମାନେ 3 ବର୍ଷ ଭିତରେ କହିବାର ନାହିଁ। ମୁଁ ସେଟା ସବୁ ନୋଟ୍ କରି ରଖିଛି। ମୁଁ ଇଏ କଣ ଏ ସମସ୍ୟା, ଟିମର ସମସ୍ୟା, ୟାର ସମସ୍ୟା, ତାର ସମସ୍ୟା ମୋ ମନରେ ଥାଏ, ସେଟା କଣ, କିନ୍ତୁ ଗୁରୁକୁଳରେ ତାର ଉତ୍ତର ପାଇଯାଏ ମୁଁ। କାରଣ ମୁଁ କାମ କରୁଥାଏ, ମୁଁ ଚିନ୍ତା କରୁଥାଏ, ଏଇଟାକୁ କେମିତି କରିବି, ସେଇଟାକୁ କେମିତି କରିବି, ଇଏ କରିବି, ସେ କରିବି। ସେଠି ଯୋଉ 2000 ଲୋକ ବସିଥାନ୍ତି, ସିଏ ସବୁ କାମିକା ଲୋକ, ସବୁ କାମ କରୁଛନ୍ତି, ସେମାନଙ୍କ ମନରେ କ୍ୱେଶ୍ଚନ ଆସୁଛି, ସେମାନେ ସବୁ ପଚାରି ଦଉଛନ୍ତି, ଟିସି ତାର ସମାଧାନ କରିଦଉଛନ୍ତି, ତ ମୁଁ ତାକୁ ନୋଟ୍ କରି ରଖିଛି। ଯଦି ଆପଣ କାମ କରୁଛନ୍ତି, ତାହେଲେ ଗୁରୁକୁଳ ଆପଣଙ୍କ ପାଇଁ ସବୁ ସମସ୍ୟା, ସବୁ ପ୍ରଶ୍ନର ଉତ୍ତର ସେଠି ମିଳିଯିବ। ଖାଲି ବିଜନେସ ନୁହେଁ, ଆପଣଙ୍କର ପାରିବାରିକ ସମସ୍ୟା, ଆପଣଙ୍କର ମାନସିକ ସମସ୍ୟା, ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା, ଆପଣ କିଛି ନ କହିଲେ ମଧ୍ୟ ତାର ସମାଧାନ ମିଳିଯିବ। ସେଠି ଗୋଟେ ଏକ୍ସାଇଟିଂ କଥାବାର୍ତ୍ତା ହବନି, ଏତେ ଗୋଟେ ମୋଟିଭେସନାଲ କଥା ନାହିଁ ଯେ ଆପଣ ଗୋଟେ ପୁରା କଣ ନାହିଁ କଣ ଖୁସି ହେଇଯାଇକି ବସିଯିବେ, ସିଏ ସବୁ ନୁହେଁ। ସେ ଆପଣଙ୍କର ସମସ୍ୟାର ସମାଧାନ, ଆପଣଙ୍କର ଯଦି ସମସ୍ୟାର ସମାଧାନ ଯଦି କେତେବେଳେ ହବ, ଯଦି ମୁଁ ସେ ସମସ୍ୟା ସହିତ ଯୁଝିଥିବି ନା, ମୁଁ ଯଦି ସେ ସମସ୍ୟାରେ ଯୁଝି ନଥିବି, ଅର୍ଥାତ ମୁଁ ଯଦି କିଛି କରୁନଥିବି, ଏ କଣ ଏମାନେ କଥାବାର୍ତ୍ତା ହଉଛନ୍ତି ଖାଲି, ଏମିତି ଲାଗିବନି କି ଏଟା କଣ ଏସବୁ ଚାଲିଛି, ସେ କଣ ଆଜି ଯୋଉ କଥାବାର୍ତ୍ତା ହେଲା ସେଥିରେ ଯିଏ କିଛି କରୁନଥିବ ତାକୁ ଭଲ ଲାଗିବନି ଜମା, ଏବେ କଣ ଏମାନଙ୍କ ଭିତରେ କଥାବାର୍ତ୍ତା ଚାଲିଛି। କିନ୍ତୁ ଯିଏ କରୁଥିବ କାମ, ସେ କରୁଥିବ, ସିଏ ହଉଛି ଗୁରୁକୁଳର ଏଇ ହଉଛି ବିଶେଷତ୍ୱ। ଆଉ ଗୁରୁକୁଳରେ ତାପରେ ଆମ କାମ କରିବାଟାରେ କନସିଷ୍ଟେନ୍ସି ରହିବା ଦରକାର, ଆଉ ଆମେ ନିଜର ସମ୍ମାନ ରହିବା ଦରକାର ନିଜର ଟିମ୍ ସହିତ। ଯୋଉମାନେ କାମ କରୁଛନ୍ତି ସେମାନେ ତାଙ୍କ ପାଇଁ କାମ କରୁଛନ୍ତି, ସେମାନେ ତାଙ୍କ ପାଇଁ କାମ କରୁଛନ୍ତି, କିନ୍ତୁ ତାଙ୍କ ପାଇଁ ସେମାନେ କାମ କରିବା ଦ୍ୱାରା ଆମର ସେଥିରେ ଆମେ ବି ଲାଭବାନ ହଉଛୁ, କାରଣ ତାକୁ ଆମେ ଜଏନ୍ କରିଛୁ, ତାଙ୍କୁ ଗାଇଡଲାଇନ ଦେଇଛୁ। ତ ଆମେ ଆପଣ ଯୋଉ କାମ କରିବେ ନିଜ ପାଇଁ କରିବେ, ଆପଣଙ୍କର ଟିମର ସେଥିରେ ମଧ୍ୟ ଉପକାର ହଉଥିବ। ତେଣୁ ନିଜକୁ କନସିଷ୍ଟେନ୍ସି ରଖିବା ଦରକାର, ମୁଡ ଉପରେ ଦରକାର ନାହିଁ। ଅଫଲାଇନ ମନ ଖୁସି ହବ ବୋଲି କିଛି ଚିନ୍ତା କରନ୍ତୁ ନାହିଁ, ଆପଣଙ୍କର ଟିମ୍ କେତେ ଖୁସି ହବ, ଟିମ୍ କେତେ ପାଖରେ ଆପଣଙ୍କର କେତେ ସମ୍ମାନ ରହିବ, ସେ କଥା କରନ୍ତୁ। ମାର୍ଚ୍ଚ 3-4ରେ ଆମର ଯୋଉ ଭିଲୱାଡାରେ ପ୍ରୋଗ୍ରାମ ଅଛି, ସେଥିପାଇଁ ତ ଆପଣ ମାନେ ସବୁ ପ୍ରମୋସନ ଭାରି ଜୋରେ ଚାଲିଲାଣି। ଜାନୁଆରୀ 2-3 ଭିତରେ ଆପଣଙ୍କୁ ଟିକେଟ କରିବାକୁ ପଡିବ, ଜାନୁଆରୀ 2-3ରେ ଟିକେଟ କରିବାକୁ ପଡିବ, ମାନେ ନହେଲେ ଟିକେଟ ମିଳିବନି ସାଙ୍ଗେ ସାଙ୍ଗେ 2-4-5-7 ଦିନ ଭିତରେ ଟିକେଟ ସରିଯାଉଛି। ତେଣୁ ଆମର ଯୋଉ 3-4ଟା ରୁଟ ଅଛି, ଗୋଟେ ଦିଲ୍ଲୀ ଦେଇକିରି ଅଛି, ଗୋଟେ ଯୋଧପୁର ଦେଇକିରି ଅଛି, ଆଉ ଗୋଟେ ଆମର ଆଗ୍ରା ଦେଇକିରି ଅଛି, ଏଇ ଯୋଉ ରୁଟ ଅଛି ସେ ଟ୍ରେନ ଗୁଡାକୁ ଇଏ କରିକିରି ଆପଣ ମାନେ ପ୍ରସ୍ତୁତ ହୁଅନ୍ତୁ। ଏଇ ଡିସେମ୍ବରରେ ବର୍ତ୍ତମାନ ଆପଣ ମାନେ ସବୁ ମାନେ ସମସ୍ତ ଜୋରଦାର କରି ପ୍ରମୋସନ କରନ୍ତୁ, ଆଉ ପଇସା କଲେକ୍ସନ କରିକିରି ଟିକେଟ କରିବା ପାଇଁ ସବୁ ରେଡି ହେଇଯାଆନ୍ତୁ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓଭର ଟୁ ସତ୍ୟଦେବ। ओके, थैंक यू सर, बहुत बढ़िया इनफॉरमेशन। आम मार्च रे भिलवाड़ा जीवा, आरसीएम मॉल को जाइए देखिबा, फैक्ट्री विजिट करिबा। आउ 28 तारीख आमे भुवनेश्वर जो सेमिनार को अटेंड करिबा। ओके, बहुत बढ़िया कथा। आज ପାଇଁ ଏତିକି, ପୁଣି କାଲି ଦେଖା ହବା। ଜୟ ନମସ୍କାର, ଶ୍ରୀ ଜୟ आरसीएम। ଜୟ ଶ୍ରୀ ଜୟ